ଆମ ସମସ୍ତଙ୍କ ପାଇଁ ଏହା ହବ ଯେ ଭୟ କର ନାହିଁ। ପ୍ରିୟ ପ୍ରଭୁଙ୍କ ଦାସ ଦାସୀମାନେ, କେବଳ ସେଠି ନୁହେଁ, ସେହି ଲୋକ ଲିଖିତ ସୁସମାଚାର 2 ଅଧ୍ୟାୟ 10 ପଦକୁ ଯେତେବେଳେ ଅଧ୍ୟୟନ କରିବା, ସ୍ୱର୍ଗର ଦୂତ ଆସି ମେଷପାଳକମାନଙ୍କୁ ଏ କଥା କହୁଛନ୍ତି 10 ପଦରେ, ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ। ଦେଖ, ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ମୁଁ ତୁମମାନଙ୍କୁ ଜଣାଉଛି। ହାଲେଲୁୟା, ହାଲେଲୁୟା। ପ୍ରିୟ ପ୍ରଭୁଙ୍କର ଦାସଦାସୀମାନେ, ଏହି ବାକ୍ୟ ଆଜି ଆମ ସମସ୍ତଙ୍କ ପାଇଁ ମଧ୍ୟ ନିହାତି ଆବଶ୍ୟକତା ରହିଅଛି। ଭୟ କର ନାହିଁ। ପରମେଶ୍ୱରଙ୍କର ବାକ୍ୟ ଆମ ସମସ୍ତଙ୍କୁ କଥା କହୁଅଛି ଯେ ଭୟ କର ନାହିଁ। ଆମେ ଭୟଭୀତ ହେବା ନାହିଁ, ଆମେ କାହାକୁ ଭୟ କରିବା ନାହିଁ। ପରମେଶ୍ୱରଙ୍କର ବାକ୍ୟ ଆମକୁ ଏ କଥା କହୁଛି, ପବିତ୍ର ଆତ୍ମା ଆଜି ଆମକୁ ଏ କଥା କହୁଛି ଯେ ଭୟ କର ନାହିଁ। ଓଡ଼ିଶାର ହାତ ଧରି କୁହନ୍ତୁ, ଭୟ କରନ୍ତୁ ନାହିଁ। ଟିକେ ହସି ହସି କୁହନ୍ତୁ, ଜୋରରେ କୁହନ୍ତୁ, ଭୟ କରନ୍ତୁ ନାହିଁ। ପ୍ରକୃତରେ ଆମେ ଭୟଭୀତ ହେବା ଦରକାର ନାହିଁ। ଆମକୁ କେହି ବି ଡରାଇ ପାରିବେ ନାହିଁ। ପ୍ରଭୁଙ୍କ ବାକ୍ୟରେ ଆମକୁ କୁହାଯାଉଛି ଭୟ କର ନାହିଁ। ସେଦିନ ଯଥାର୍ଥ ବାକ୍ୟ ସ୍ୱର୍ଗର ଦୂତ ମରିୟମକୁ କହିଲେ ଯେ ଭୟ କର ନାହିଁ। ସେଇ ବାକ୍ୟ ମେଷପାଳକମାନଙ୍କୁ କହିଲେ ଭୟ କର ନାହିଁ। ଆଜି ମଧ୍ୟ ଆମ ସମସ୍ତଙ୍କୁ ପ୍ରଭୁଙ୍କ ଧର୍ମଶାସ୍ତ୍ର କହୁଛି ଯେ ଭୟ କର ନାହିଁ, ଆମେ ଭୟଭୀତ ହେବା ନାହିଁ। 5ଟା କାରଣ କହିକି ମୁଁ ସମାପ୍ତ କରିବି। ପ୍ରଥମ କାରଣ, ସାରା ଭାରତରେ 90ଟି ଜିଲ୍ଲାକୁ ମାଇନରିଟି ଜିଲ୍ଲା କରାଯାଇଛି। ତାରି ଭିତରେ ଓଡ଼ିଶାର କେବଳ ଗଜପତି ଜିଲ୍ଲା ଗୋଟେ ମାଇନରିଟି ଜିଲ୍ଲା। ତାଳି ମାରି ଟିକେ ପ୍ରଭୁଙ୍କର ପ୍ରଶଂସା କରିବେ। ଆମେ ଯୋଉ ଜିଲ୍ଲାରେ ବାସ କରୁଛୁ, ଇଏ ମାଇନରିଟି ଡିଷ୍ଟ୍ରିକ୍ଟ ସରକାରଙ୍କ ଦୃଷ୍ଟିରେ। ତେଣୁ ଆମେ ଭୟଭୀତ ହେବା ନାହିଁ, କେହି ଆମକୁ ଭୟଭୀତ ନ କରନ୍ତୁ। ପ୍ରଭୁଙ୍କ ବାକ୍ୟ ଲେଖାଯାଏ ଭୟ କର ନାହିଁ। ହାଲେଲୁୟା, ହାଲେଲୁୟା। ସରକାରଙ୍କ ଦୃଷ୍ଟିରେ ଗଜପତି ଜିଲ୍ଲା ଏକ ମାଇନରିଟି ଡିଷ୍ଟ୍ରିକ୍ଟ। ତେଣୁ ଆମେ ଭୟଭୀତ ହେବା ନାହିଁ। ପ୍ରଭୁଙ୍କ ବାକ୍ୟ ଦ୍ୱାରା ଆମେ ସାହସ ପ୍ରାପ୍ତ ହେବା, ଆଉ ଭୟଭୀତ ହେବା ନାହିଁ। ପ୍ରଭୁଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖନ୍ତୁ। ଆଜି ଆସନ୍ତାକାଲି ବର୍ଷା, ନ୍ୟୁଜରେ ବର୍ଷା, ସବୁରେ ବର୍ଷା, କିନ୍ତୁ ଏବେ ପ୍ରଭୁ ଆମକୁ କେତେ ଶୁଖିଲା ପାଗ ଦେଇଅଛନ୍ତି। ହାଲେଲୁୟା, ତାଳି ମାରି ଟିକେ ପ୍ରଭୁଙ୍କର ପ୍ରଶଂସା କରିବା। ପ୍ରଭୁ ଆମ ସପକ୍ଷରେ ଅଛନ୍ତି, ସେ ଆମ ସାମ୍ନାରେ ଅଛନ୍ତି, ସେ ଇମାନର ପରମେଶ୍ୱର, ସେ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଛନ୍ତି। ଭୟ କରନ୍ତୁ ନାହିଁ। ହାଲେଲୁୟା, ହାଲେଲୁୟା। ଯଦି 90ଟା ଡିଷ୍ଟ୍ରିକ୍ଟରୁ ଓଡ଼ିଶାର ଗୋଟେ ମାତ୍ର ଡିଷ୍ଟ୍ରିକ୍ଟ ଗଜପତି ଜିଲ୍ଲା, ଯୋଉଥିରେ କି ଆମେ ମାଇନରିଟି ଜିଲ୍ଲା ଭାବରେ ପରିଚିତ ଅଛୁ। ତେଣୁ ପ୍ରିୟ ପ୍ରଭୁଙ୍କ ଦାସଦାସୀମାନେ, ଯଦି ବି ଏ ଜିଲ୍ଲା ମାଇନରିଟି ଜିଲ୍ଲା, ତଥାପି ଆମେ ମେଜରିଟି ଅଛୁ। ତାଳି ମାରି ଟିକେ ପ୍ରଭୁଙ୍କ ପ୍ରଶଂସା କରିବା। ଆମେ ମେଜରିଟି ଅଛୁ। ପ୍ରଭୁ ଆମମାନଙ୍କୁ ସେ ପ୍ରକାର ରଖିଅଛନ୍ତି। ତେଣୁ ଆମେ ଭୟଭୀତ ହେବା ନାହିଁ, ପ୍ରଭୁଙ୍କର ସେବା ଆରାଧନା କରିବା। ହାଲେଲୁୟା, ହାଲେଲୁୟା। ମୁଁ ଜଣେ ଆଦିବାସୀ, ନିରବ ସରାମ, ମୋର ଘର ଏଇ ଗଜପତି। ସରାମ ରହିଛି, କସି ରହିଛି, ହେଲେ ରେଜିଷ୍ଟ୍ରକୁ ଏଇ ଗଜପତି ଜିଲ୍ଲାର ଆମେ କୋଉ ବାହାରୁ ଆସି ନାହୁଁ। ହାଲେଲୁୟା, ହାଲେଲୁୟା। ହେଲେ ସରାମରଞ୍ଜି ଆଦିବାସୀ କେବଳ ଜଣେ ଦେଶର ନାଗରିକ ନୁହେଁ, କିନ୍ତୁ এই ଦେଶର ଜଣେ ମାଲିକ ମଧ୍ୟ। ତାଳି ମାରିକି ପ୍ରଭୁଙ୍କର ପ୍ରଶଂସା କରିବା। ତେଣୁ ପ୍ରଭୁଙ୍କ ବାକ୍ୟରେ ଲେଖାଯାଏ, ସ୍ୱର୍ଗର ଦୂତ ମରିୟମକୁ କହିଲେ ଭୟ କର ନାହିଁ। ସ୍ୱର୍ଗର ଦୂତ ମେଷପାଳକମାନଙ୍କୁ କହିଲେ ଭୟ କର ନାହିଁ। ପ୍ରିୟ ପ୍ରଭୁଙ୍କ ଦାସଦାସୀମାନେ,
ଏହି ଜିଲ୍ଲାର ଜଳ ଜମି ଜଙ୍ଗଲ ଏ ଜଳବାୟୁ ସାଙ୍ଗେ ଆମେ ପୁରା ପରିଚିତ ହେଇକି ଅଛୁ। ତେଣୁ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ସତ୍ସାହସ ଦିଅନ୍ତୁ, ଆମେ ଯେପରି ଭୟଭୀତ ହେବା ନାହିଁ। ଆଉ ଗୋଟେ ପ୍ରଭୁ ଆମମାନଙ୍କୁ ସମ୍ବିଧାନ ଦେଇଅଛନ୍ତି। ସମ୍ବିଧାନର ଅଧିକାର ଅନୁସାରେ ଆମେ ବଞ୍ଚିବା ଦରକାର। ହାଲେଲୁୟା। ଆମେ ଭୟଭୀତ ହେବା ନାହିଁ। ସମ୍ବିଧାନର ଧାରା 25, 26, 27, 28 ଅନୁସାରେ ଆମେ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରିଅଛୁ। ହାଲେଲୁୟା ହାଲେଲୁୟା। କୌଣସି ବ୍ୟକ୍ତି ଆମମାନଙ୍କୁ ଧର୍ମାନ୍ତରୀକରଣ କରିନାହାନ୍ତି, ମନେ ରଖିବା ଦରକାର। ଆମ ଇଚ୍ଛା ଅନୁସାରେ ସ୍ୱଇଚ୍ଛା ଅନୁସାରେ ଆମେ ଯୀଶୁଙ୍କୁ ଗ୍ରହଣ କରିଅଛୁ। ସମ୍ବିଧାନ ଆମକୁ ସେ ଅଧିକାର ଦେଇଅଛି, ସେଥିପାଇଁ ଭୟଭୀତ ହେବା ଦରକାର ନାହିଁ। ହାଲେଲୁୟା ହାଲେଲୁୟା। ଶେଷ କଥା, ଧର୍ମ ନିରପେକ୍ଷ ରାଷ୍ଟ୍ରରେ ଆମେ ବାସ କରୁଛୁ। ଧର୍ମ ନିରପେକ୍ଷ ରାଷ୍ଟ୍ରରେ ଆମେ ବାସ କରୁଛୁ। ତେଣୁ ଆମେ ଭୟଭୀତ ହେବା ନାହିଁ। ପ୍ରଭୁ ପ୍ରତ୍ୟେକଙ୍କୁ ସତ୍ସାହସ ଦିଅନ୍ତୁ। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଗୋଟେ ଅଂଶ ଅଧ୍ୟୟନ କରିବି, ତତ୍ପରେ ସମାପ୍ତ କରିବି। ଜିସାୟର 9 ଅଧ୍ୟାୟ 6 ପଦରେ ଲେଖାଯାଏ। 9 ପର୍ବ ତାର 6 ପଦରେ। କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି। ତାହାଙ୍କ ନାମ, ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଧୁଆଯିବ। ପୁଣି ତାହାଙ୍କ ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତି ରାଜା ହେବେ। କାଳି ମାରି ଟିକେ ପ୍ରଭୁଙ୍କ ପ୍ରଶଂସା କରିବା। जो परमेश्वर, जो प्रभु यीशु ख्रीष्टଙ୍କର जन्मर अपेक्षा अछि। आसंता काली आमे ताको प्रतिपालन करिया पाई समस्त पूरा सजबाद होई अछि। से प्रभु यीशु ख्रीष्ट होचंती से शांति राजा। हालेलुया हालेलुया। क्रिश्चियन माने केबे भी अशांति करती नाही। प्रिय प्रभु को दास दास माने आमे शांति रो राजा को सेवा करूछु। आमानक जीवन में सब शांति रही अछि। केबे भी हम शांति को प्रश्रय देउ ना हो। अशांति को आमे सब घृणा करूछु। शांति को केवल आमे उत्तम भाव में ग्रहण करथाओ। कारण आमर राजा होचंती शांति राजा। ताली मारी दिके प्रभु को प्रशंसा करू। आमे शांति राजा को सेवा करूछु। यीशु ख्रीष्ट को सेवा करूछु। आमानक जीवन में मत शांति रही अछि। अशांति को केबे भी आमे प्रश्रय देबा नाही। प्रभु ए अल्प वाक्य आम प्रत्येक को आशीर्वाद करंतु। समस्त तुमर आंतरिक नमस्कार। प्रभु का मान धन्य हो। वास्तव में आमार निमंते आज प्री क्रिसमस सेलिब्रेशन आमार निमंते एक उत्साहित वाक्य आमर परिवेशटा भयभीत परिवेश थिला, आतंकित परिवेश थिला। तथापि आज प्रभु